ଖାଇବା ଆଗରୁ ଭୋଜନ ଧ୍ୟାନ କରନ୍ତୁ, ଯାହା ହଜମ କ୍ରିୟାରେ ସହାୟକ ହେବ। ଭୋଜନ ଧ୍ୟାନ ଏହି ପ୍ରକାରର। ଆଖି ବନ୍ଦ କରି ଭୋଜନର ସୁଗନ୍ଧ ଅନୁଭବ କରନ୍ତୁ। ଆଖି ଖୋଲି ଭୋଜନକୁ ନିରୀକ୍ଷଣ କରନ୍ତୁ। ତାର ରଙ୍ଗ ରୂପ ଦେଖନ୍ତୁ। ଭୋଜନର ସ୍ପର୍ଶକୁ ଅନୁଭବ କରନ୍ତୁ। ଏହି ଭୋଜନ ପାଟିରେ ରଖିଲେ କେତେ ସ୍ୱାଦିଷ୍ଟ ହେବ କଳ୍ପନା କରନ୍ତୁ। ଏସବୁ କରିସାରିଲା ପରେ ଆପଣଙ୍କ ଖାଦ୍ୟ ହଜମ ହେବା ପାଇଁ ପ୍ରସ୍ତୁତ ହୋଇଯିବ। ଆପଣଙ୍କ ମୁହଁରୁ ଲାଳ ଝରିବ। ଯାହା ଖାଦ୍ୟକୁ ହଜମ କରିବା ପାଇଁ ଅତି ଉପଯୋଗୀ। ଖାଦ୍ୟର ପ୍ରତିଟି ଗୁଣ୍ଡାରେ ଏହି ଲାଳ ମିଶିବା ଅତି ଲାଭକାରୀ। ସମ୍ପୂର୍ଣ୍ଣ ବିକାଶ ଏମ୍ ବିୟୋଣ୍ଡ ଏମ୍। ସମ୍ପୂର୍ଣ୍ଣ ବିକାଶ ତାହାକୁ କୁହାଯାଏ, ଏଥିରେ ମଣିଷର ପୂର୍ଣ୍ଣ ବିକାଶ ହୋଇ ଅଭିବ୍ୟକ୍ତି ହୋଇଥାଏ। ସମ୍ପୂର୍ଣ୍ଣ ବିକାଶ ଦ୍ୱାରା ଶତ୍ରୁ ବା ବାଧାରୁ ମୁକ୍ତି ମିଳେ। ମିତ୍ର ବା ଗୁଣର ବୃଦ୍ଧି ହୁଏ, ତାହା ଅଧିକ ଉଜ୍ଜଳ ହୁଏ। ଛଡ଼ା ଜୀବନର ଶାରୀରିକ, ମାନସିକ, ଆର୍ଥିକ, ସାମାଜିକ ଓ ଆଧ୍ୟାତ୍ମିକ ଏପରି ପାଞ୍ଚଟି ଦିଗରେ ଉନ୍ନତି ପରିଲକ୍ଷିତ ହୁଏ। ଜୀବନରେ କୌଣସି ଲକ୍ଷ୍ୟ ରହିବା ନିହାତି ଆବଶ୍ୟକ। ଲକ୍ଷ୍ୟ ମିଳିଗଲା ପରେ କେବଳ ଭବିଷ୍ୟତ ବଦଳିଯାଏ ନା, ବର୍ତ୍ତମାନ ବି ସୁଧୁରିଯାଏ। ବର୍ତ୍ତମାନର କ୍ରିୟାକଳାପ ଲକ୍ଷ୍ୟ ଅନୁରୂପ ବଦଳିଯାଏ। ଲକ୍ଷ୍ୟ ପାଇବା ପୂର୍ବରୁ ଯେଉଁ କାମଗୁଡ଼ିକୁ ପ୍ରାଥମିକତା ଦିଆଯାଏ, ଲକ୍ଷ୍ୟ ପାଇଗଲା ପରେ ତାହା ପରିବର୍ତ୍ତିତ ହୋଇଯାଏ। ଲକ୍ଷ୍ୟ ରହିତ ଅବସ୍ଥାରେ ସ୍ୱାସ୍ଥ୍ୟ ପାଇଁ ସମୟ କମ୍ ମିଳେ। ସଞ୍ଚୟ କରିବା କଠିନ ହୋଇଥାଏ। ଲୋକମାନଙ୍କର ଆବଶ୍ୟକତାକୁ ବୁଝିବା, ମିଳିମିଶି କାମ କରିବା, ଟିମ୍ ୱାର୍କ ସହଜ ହୋଇନଥାଏ। କିନ୍ତୁ ଲକ୍ଷ୍ୟ ସ୍ଥିର କରି ସାରିଲା ପରେ ଆପଣ ଏସବୁ ଉପରେ ସମୟ ଦେବା ସହଜ ହୋଇଯାଏ। ଦିନଚର୍ଯ୍ୟାରେ ଆମୂଳଚୂଳ ପରିବର୍ତ୍ତନ ଆସେ। ବଚନବଦ୍ଧତା ସବୁବେଳେ ନିଜ କଥା ରକ୍ଷା କରନ୍ତୁ। ଲୋକେ ଆପଣଙ୍କର ସ୍ଥିରତାର ଆଦର କରିବେ ଓ ଆପଣଙ୍କ ଉପରେ ଭରସା କରିବେ। ଯିଏ କଥା ଦେଇ କଥା ରଖେ ନାହିଁ, ତା ଉପରେ କେହି ଭରସା କରନ୍ତି ନାହିଁ। ଆତ୍ମବିଶ୍ୱାସ ଯେଉଁ କାମ କରୁଛନ୍ତି ତାକୁ ପୁରା ବିଶ୍ୱାସ ଓ ଏକାଗ୍ରତାର ସହ କରନ୍ତୁ। ଆତ୍ମବିଶ୍ୱାସର ଭାବ ଜୀବନଦାୟିନୀ ଶକ୍ତି ସଦୃଶ। ଆସ୍ଥା ବିଶ୍ୱାସ ଏକ ଅଦ୍ଭୁତ ଭାବନା। ଆସ୍ଥା ଓ ଦୃଢ଼ ଇଚ୍ଛା ଶକ୍ତି ଦୁନିଆର କଠିନରୁ କଠିନତମ ବି ସହଜ କରିଦେଇଥାଏ। ଯଦି କେଉଁଠି କିଛି ଭାଷଣ ବା ବକ୍ତବ୍ୟ ଦେବାର ନିମନ୍ତ୍ରଣ ମିଳୁଛି, ତେବେ ତାକୁ ସ୍ୱୀକାର କରନ୍ତୁ। ଏହି ଆହ୍ୱାନ ଆପଣଙ୍କ ଆତ୍ମବିଶ୍ୱାସକୁ ଆହୁରି ପ୍ରଖର କରିବ। ମନର ବିକାଶ ପାଇଁ, ଆଶାବାଦୀ ବିଚାର, ହାପି ଥଟ୍ସ, ଦମଦାର ଲକ୍ଷ୍ୟ ଓ ଉତ୍ତମ ଗୁଣାବଳୀକୁ ଆତ୍ମସାତ କରି ଦୂଷିତ ବିଚାର ଓ ଦୁର୍ଗୁଣଠାରୁ ବିରତ ରହିବା ଦରକାର। କେବଳ ଏତିକି ନୁହେଁ, ଭୟ, କ୍ରୋଧ, ଚିନ୍ତା ଆଦି ବିକାରରୁ ମଧ୍ୟ ମୁକ୍ତ ହେବା ଉଚିତ। ଜୟ ଶ୍ରୀ ଜଗନ୍ନାଥ।